ଆରେ ଆରେ ଏଠି ଏମିତି ପାଗଳ ଭଳିଆ କାହିଁକି ହଉଛ? ଆମେ କୁଆଡେ ଗଲୁ ଦେଖିବା ପାଇଁ ପଡିବ। ଆପଣ ଲାଷ୍ଟ ଟାଇମ୍ କଣ୍ଟିନ୍ୟୁ କରନ୍ତୁ। ହେ ଗାଇ ଜୟ ଶ୍ରୀରାମ। ଏଟା ତ ଆଉ ସକାଳ ହେଇକି ନାଇଁ ଖରାବେଳ ହେଇଗଲାଣି। ଆଜି ଗାଁରେ ଥିଲା, ଆଜି ଭୋଜି ମୋର ଟିକେ କିଛିଟା କାମ ଥିଲା ଭିଡିଓ ସେଥିଲାଗି କରିପାରୁନଥିଲି। ପଳେଇ ଆସିଥିଲୁ ଭୋଜି ଖାଇବାକୁ, ହେଲେ ଆମେ ଏକୁଟିଆ ଆସିବୁନୁ। ଆମେ ଦଳ ବଳ ହେଇକି ଡେରି ହଉ ପଛକେ ଆମେ ଦଳ ବଳ ହେଇକି ସମସ୍ତେ ଏକାଠି ହେଇକି ଆସିବୁ। ଭୋଜିରେ ଆମେ ଖାଇଦେଇକି ଲାଷ୍ଟକୁ କ୍ଷୀରି ଖାଇ ପଳେଇ ଆସିଥିଲୁ ଘରକୁ। ଗଲାବେଳେ ଟିକେ ମଜାମସ୍ତି କରି ଖଟି କରି ଟିକେ ଯାଇଥିଲୁ ଘରକୁ। ତାପରେ ମୁଁ ଘରେ ଯାଇ ଶୋଇ ପଡିଥିଲି। ୟା ଭିତରେ 4ଟା ବେଳ ବି ହେଇଗଲାଣି। ମୁଁ ପଳେଇ ଆସିଥିଲି ଏଠିକି। ଏଠି ଆସିଲା ଇଏ ତାର ପାଗଳ ଭଳିଆ ଗୋଡ଼ ମୋଡ଼ ଟେକିକି କଣ ନାଚିଲାଣି। ଏକୁଟିଆ କଣ ସିଏ, ମୁଁ ବି ମୋର ନାଚୁଥିଲି ବା ଏପଟେ। ଆମେ ଟିକେ ରିଲ୍ସ ପାଗଳ ଏବେ ଟିକେ ହେଇଯାଇଛୁ ତ। ହୁଣ୍ଡା ଭଳିଆ ନାଚି ସାରିଲା ପରେ ଆମର ଗୋଟେ ଭାଇଟାର କାମ ପଡିଥିଲା କଣ, ତାର କାମ ପଡିଥିଲା ମୋର ନୁହେଁ, କିନ୍ତୁ ମତେ ସେଠି ଡାକିଥିଲା। ମୁଁ ପଳେଇଥିଲି ତା ସହିତ କିଛିଟା କାମ ପାଇଁ। ସେ ମେଡିସିନ ଦୋକାନକୁ ମେଡିସିନ ଧରିଥିଲା। ତାପରେ ଆମେ ପଳେଇ ଆସିଥିଲୁ କୋଉଠି ଘରକୁ। ଘରେ ଏପଟରେ ଆସିଲା ପରେ ଏମାନଙ୍କ ସହିତ ଦେଖା ହେଇଥିଲା। ଏମାନଙ୍କ ସହିତ ବୁଲାବୁଲି କରିବା ପାଇଁ ମୁଁ ଟିକେ ପଳେଇ ଆସିଥିଲି ମାର୍କେଟ। ତାପରେ ମୁଁ ଘରେ ଆସି ଖାଇ ଦେଇଥିଲି। ଯଦି ଟିକେ ଭଲ ଲାଇକ୍ ଆଣ୍ଡ ସବସ୍କ୍ରାଇବ କରି ରହିଲି। ରାଧେ ରାଧେ।